ସତରେ ସାଙ୍ଗମାନେ, କେବେ କେବେ ମୋତେ ଲାଗେ ଦୁନିଆ ଆଗରେ ମୁଁ ହାର ମାନିଯିବି କି? କାହିଁକି ନା ଲୋକଙ୍କ କଥା, ସେମାନଙ୍କ ଭାବନା ଓ ଅବହେଳା ବେଳେବେଳେ ମୋ ମନକୁ ବହୁତ କଷ୍ଟ ଦିଏ। ପୁଣି ଆଉ ଥରେ ଭାବେ ମୋର ମଧ୍ୟ ଗୋଟିଏ ସ୍ୱପ୍ନ ଅଛି। ଆଜି ଯଦି ମୁଁ ହାର ମାନିଯିବି, ମୋ ସ୍ୱପ୍ନକୁ ମୁଁ କେମିତି ପୂରଣ କରିବି? ସତ କଥା କହିବାକୁ ଗଲେ ସାଙ୍ଗମାନେ, ଗାଁର ଗୋଟିଏ ଝିଅ ହୋଇ ସ୍ୱପ୍ନକୁ ପୂରଣ କରିବା ଏତେ ବି ସହଜ କଥା ନୁହଁ। ଆଖିରେ ତ ଥିବ ଅନେକ ସ୍ୱପ୍ନ, କିନ୍ତୁ ମନରେ ଅନେକ ଡର। କାରଣ ଲୋକମାନଙ୍କ ଠାରୁ କେତେ କଥା ଶୁଣିବା ପାଇଁ ପଡ଼େ। ମୁଁ ଆଉ କେତେ ଜଣଙ୍କୁ ଦେଖିଛି ଯେ ଲୋକମାନଙ୍କ କଥା ଶୁଣି ନିଜର ସ୍ୱପ୍ନକୁ ଛାଡ଼ି ଦିଅନ୍ତି। ସେଥିପାଇଁ ମୋତେ ବେଳେବେଳେ ଡର ଲାଗେ। ମୋର ବି ସ୍ୱପ୍ନ ଅଧାରେ ରହିଯିବ କି? ଏହି ଲୋକମାନଙ୍କର କଥା ଆଉ ଘରର ପରିସ୍ଥିତି ମୋର ବି ସ୍ୱପ୍ନକୁ ହାର ମାନିଦେବ କି? କିନ୍ତୁ ମୁଁ ପୁଣି ଥରେ ଭାବେ, ଯିଏ ଯାହା କହୁ, ଯେତେ ବି ବାଧା ଆସୁ, ମୁଁ ହାର ମାନିବି ନାହିଁ। ଯଦି ମୁଁ ଲୋକଙ୍କ କଥାକୁ ଶୁଣି ଆଜି ମୁଁ ହାର ମାନିଯିବି, ତାହେଲେ କ'ଣ ମୁଁ ମୋ ସ୍ୱପ୍ନ ନିକଟକୁ ପହଞ୍ଚି ପାରିବି? ତେଣୁକରି ସାଙ୍ଗମାନେ, କାହା କଥାକୁ ନ ଶୁଣି ନିଜ କାମରେ ମନ ଦିଅ ଆଉ ନିଜ ସ୍ୱପ୍ନ ପୂରଣ କର। ଦେଖିବ ଦିନେ ନା ଦିନେ ସେହି ଲୋକମାନେ ହିଁ ପ୍ରଶଂସା କରିବେ।